नमस्कार। जय जगन्नाथ। केमती अच्छा समस्त गुड मॉर्निंग। आज आम पुणी गोटे नुआ भिडियो आसचे आम बर्तमान मॉर्निंग वॉक रे जाऊँ माने सकाळ बुला देखिए सकाळ बुला बहुत बढ़िया आम गाँ रास्ता केते बढ़िया लगुच। सूर्य उदय होती परिवेश बहुत बढ़िया अच्छी कोयली बोची देखते केते बढ़िया सुंदर जगह अच्छी किंतु धीरे धीरे सब घर द्वार हो मत लगुच आ किछ दिन गले क्या आप मो साइड देखते सब प्लट गुड़ाक धीरे धीरे एमती घर परिवर्तन होगा किछ दिन गले गुड़ा सब कॉलोनी हो चाषबास तो हेनी चावल तो मिलूँ मागणा चलुँ देखा जाऊ केते जल्दी हम स्टार्टिंग 4000 4500 स्टेप रू होता आज देखिए 10,000 स्टेप कंप्लीट करवा हो तो 10,000 हम तो 4,000 ही रहा आग को जीव ना आम पछरे पड़ी लंबा रास्ता आग को तो आप देखिपार ना चली बर्तमान बहुत लोग चलिले बर्तमान स्वास्थ्य प्रति समस्ते सचेतन हेले जो मैंने सचेतन न होती डॉक्टर सचेतन कर सारे कहीं प्राय लोक डायबिटीज तो बहुत लोग सकाल मुझे देखुँ चलिए एथरिका आम टे आडभांस पलि आसो सूर्य उदय होती केते बढ़िया बर्तमान सकाल 5:10 केते सुंदर भाव सूर्य बर्तमान उदय होती कथा भितर देखते धर्मपत्नी आगे गले चलते बर्तमान आगे आगे अरे शुणु मु अनियर मार्च गेट सेट को कहली तू सीना चलू आगु आगु कौन पलाऊ र मुझे आगू पड़े चारिड़े खाली कंस्ट्रक्शन धान बिल गुड़ाक सब कंस्ट्रक्शन परिणत है खाली घर हो गला एमती आम रास्ता जाऊँ पखापाखि 3 किलोमीटर जाऊँ आम आज 3 किलोमीटर जावा देखा हे चलिए आगुरी गोड़ बिंधा स्टार्ट हो गला चली होना लोक आग काले बस फस नाला से लोक जाते चल चलिक माने गाँव रु कटक जाए पलाऊे हाईकोर्ट जदि हम नालीमाटी मड़ेदेवी ये गाँव में 1 किलोमीटर 2 किलोमीटर चली हो पुणी पिचु रास्ते देख धर्मपत्नी पछे गले इच्छा होनी आज जीवा इच्छा तो गुरिया घर तो मोर इच्छा कौट आइला जीवा पड़ो आमको हाँ आगे चलिए जल्दी 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 आम साना बाबू आसुँच कड़े गले कौन देखा ना
ସାନ ବାପା ବି ଆସୁଛନ୍ତି, ସିଏ ବି ଚାଲୁଛନ୍ତି। ଆଉ ତାଙ୍କ ଧର୍ମପତ୍ନୀଙ୍କ ସହିତ ତାଙ୍କ ଧର୍ମପତ୍ନୀଙ୍କ ଏକ୍ସରସାଇଜ୍ କରିବା ପାଇଁକା ସାନ ବାବୁ ଓଭର ଟାଇମ୍ କରୁଛନ୍ତି। ମାନେ କହିବା କଥା କି ସାନ ବାବୁ ଆମର ଜିମ୍ରେ ଟ୍ରେନର୍ ଅଛନ୍ତି। ଆଉ ସେ ଏଠୁ ସକାଳ 4:30ରୁ ସେ ପଳେଇ ଆସୁଛି ଚାଲିବା ପାଇଁ। ଆଉ ସେଠୁ ଚାଲିକି ସେ ପୁଣି ଜିମ୍ ଯିବ। ଆଉ ଜିମ୍ରେ ସେଠି ପାଖାପାଖି 10ଟା ପର୍ଯ୍ୟନ୍ତ, ତ ପୁରା ହେଭି ଏକ୍ସରସାଇଜ୍ ହେଇଯାଉଛି। ଏପର୍ଯ୍ୟନ୍ତ ଦେଖା ନାହିଁ, ବହୁତ ବାଟକୁ ବୋଧେ ପଳେଇଛନ୍ତି, ଆମେ ପଛେଇ ଯାଇଛୁ। ଆମେ 5ଟା ବେଳେ ଆସୁଛୁ, ତ ସିଏ 4ଟାରେ 4:30ରେ ପଳେଇ ଆସୁଛନ୍ତି। 4ଟା 4:30 ଭିତରେ, ତ ବହୁତ ଆଗକୁ ପଳାଉଛନ୍ତି, ବହୁତ ଦୂରକୁ ଯାଉଛନ୍ତି ସେମାନେ। ଆମେ ତାଙ୍କୁ ଖୋଜି ଖୋଜି ଯାଉଛୁ ଆଉ, ତାଙ୍କ ପଛେ ପଛେ ଆଉ। ତାଙ୍କୁ ଯେଉଁଠି ଦେଖିବୁ ସେଇଠୁ ବୁଲିଯିବୁ ଆଉ। ଦେଖ ଧର୍ମପତ୍ନୀ ପଛେଇ ଗଲେ ପୁରା। ଆରେ ସବୁବେଳେ ସ୍ୱାମୀର ପଛରେ ରହିବ ବୋଲି କ'ଣ ଏତେ ପଛରେ? ହଁ କଦମ ତାଲ। ଏଇ ରାସ୍ତା ଆଗରୁ ଏମିତି ନଥିଲା। ଏଇପଟେ ଆଜକୁ 15-17 ବର୍ଷ ତଳେ ଏଇପଟେ ଯିବା ଆସିବା ସବୁବେଳେ। ଏବେ ଆଉ ଏପଟେ ଯାଉନୁ, ସେପଟେ ଯାଉଛୁ, ଅଲଗା ରାସ୍ତାରେ ଯାଉଛୁ। କିନ୍ତୁ ସେତେବେଳେ ଏଇ ରାସ୍ତାରେ ସାଇକେଲରେ ସବୁବେଳେ ଯିବା ଆସିବା ହେଉଥିଲା, ଗାଡ଼ି କିଣିନଥିଲି। ସେ ସବୁ ସ୍ମୃତି ହେଇଗଲାଣି। ଏବେ ରାସ୍ତା ଆହୁରି ବଦଳିଗଲାଣି, ସେତେବେଳେ ଏତେ ବି ସୁବିଧା ନଥିଲା। ଟିକେ ବର୍ତ୍ତମାନ ସୂର୍ଯ୍ୟ ଉଦୟ ହେଇଗଲାଣି। ଆମେ ଚାଲି ଚାଲି ଯାଉଛୁ, ଆଗରେ ଆସିଗଲେଣି ଆମ ସାନ ବାବୁ ଆଉ ତାଙ୍କ ଧର୍ମପତ୍ନୀ ଆସୁଛନ୍ତି। ଭେଟ ହେଇଗଲା ଏଇଠୁ ବୋଧେ ବୁଲିବା, ଦେଖିବା ଟିକେ ତାଙ୍କୁ। ଦେଖନ୍ତୁ ଆମ ଗାଁ ରାସ୍ତା। ଲୋକ ଆଗ ଧାନ ବିଲ ଦେଖିଥିଲେ, ଧାନ ବିଲ ଦେଖିବା ପାଇଁ ଗାଁକୁ ଆସୁଥିଲେ। ବର୍ତ୍ତମାନ ମୋତେ ଲାଗୁଛି ଧାନ ବିଲ ଦେଖିବା ପାଇଁକା ଛୁଟି ନେଇକିରି ଗୋଟେ ବୁଲିବାକୁ ଯିବାକୁ ପଡ଼ିବ। କାହିଁକିନା ମୋତେ ଲାଗୁଛି ଆଉ କିଛି ଦିନ ଗଲେ ଆଉ ଧାନ ବିଲ ଏଠି ନଥିବ। ଏ ସବୁ ଯାକ ପ୍ଲଟ୍ ହେଇଗଲାଣି, କ'ଣ ମାନେ ପ୍ଲଟିଂ ହେଇଗଲାଣି, ଲୋକ ସବୁ ନେଇଗଲେଣି ଘର କରିବେ ବୋଧେ। ବର୍ତ୍ତମାନ ଆମର ମାନେ ସାନ ଭାଇ ଆଉ ତାଙ୍କ ଧର୍ମପତ୍ନୀ ସିଏ ଯାଇକିରି ରାଉଣ୍ଡ ମାରି ପଳେଇ ଆଇଲେଣି। ବର୍ତ୍ତମାନ ସମସ୍ତେ ଆସି ପହଞ୍ଚିଗଲେଣି। ସିଏ ଯାଇକିରି ରାତି 4ଟାରୁ ଆସି ବୁଲାବୁଲି କରି ସେ ରିଟର୍ନ କରିବାକୁ ବସିଲେଣି। ଆଉ ଅଧ ବାଟରେ ଦେଖାହେଲେ ଆମେ ଟିକେ ଆଉ ଆଗକୁ ଯାଇ ବୁଲିଯିବୁ। ଚାଲ, ସେ କାହିଁକିନା ସାନ ଭାଇ ପୁଣି ତା'ର ଜିମ୍ ଯିବ, ସେଥିପାଇଁ ଟିକେ ତରତର। ଆମେ ପୁଣି ଦେଖନ୍ତୁ ଆମ ପଛରେ ଟ୍ରେନ୍ ବର୍ତ୍ତମାନ ଆସୁଛି, ପଳେଇଲା ଟ୍ରେନ୍। ଲାଇଟ୍ ଏଡ୍ ଜୋର ପଡ଼ିଯିବ, କିଛି ଦେଖା ହେଇଯାଉନି। ହଁ ଯାଉଛି। ତ ଇଏ ବି ଗୋଟେ ଶୋଭା, ଆପଣ ଜାଣିପାରୁଥିବେ, ସାଉଣ୍ଡ ବି ହେଉଛି। ଆକ୍ଚୁଆଲି ସକାଳୁ ଚାଲିଲେ ବହୁତ ବଢ଼ିଆ ଲାଗୁଛି, କିନ୍ତୁ ଟିକେ ଷ୍ଟାର୍ଟିଂ ଚାଲିଲେ ଟିକେ ଗୋଡ଼ ହାତ ବିନ୍ଧାବିନ୍ଧି ଦରଜ ଗୋଡ଼ା, ତାପରେ ଆଉ କିଛି ନାହିଁ, ଚାଲିବେ। କିନ୍ତୁ ଚାଲନ୍ତୁ, ଚାଲିବା ଟିକେ ଅଭ୍ୟାସ କରନ୍ତୁ। କାହିଁକିନା ବର୍ତ୍ତମାନ ଏମିତି ହେଇଗଲାଣି, ଲୋକ ଘରୁ ଗୋଡ଼ କାଢ଼ିଲେ ଗାଡ଼ି, ଆଉ ଏବେ ତ ଆହୁରି ହେଇଗଲାଣି, ବାଇକ୍ ବି କମିଗଲାଣି, ସବୁ କାର୍ ହେଇଗଲାଣି। ତ ଟିକେ ଚାଲିବା ଅଭ୍ୟାସ କରନ୍ତୁ, ବହୁତ ଫାଇଦା ଅଛି ଚାଲିବାର। କମ୍ ସେ କମ୍ 1 କିଲୋମିଟର 2 କିଲୋମିଟର ତ ମିନିମମ୍ ଚାଲନ୍ତୁ ସକାଳୁ। ଆମେ ତ ଚେଷ୍ଟା କରିକି 3 କିଲୋମିଟର ଚାଲୁଛୁ।
ଚାହୁଁଛୁ ଟିକେ ବଢ଼ିବା ପାଇଁ। ଧର୍ମପତ୍ନୀ ପୁରା ପଛକୁ ପଳେଇଲେ। ଧର୍ମପତ୍ନୀ ଫୁଲ ତୋଳିଲେଣି। ଫୁଲ ତୋଳି ନା ଚୋରି କରୁଛି। ହଁ ନାଇଁ ଆକୁ କହିପାରିବା ଆମେ ଫୁଲ ଚୋରି କରୁଛୁ କାହିଁକି ନା ଇଏ ଗଛ ଆମର ନୁହଁ। ବାଟରେ ଯେଉଁଠି ଫୁଲ ଗଛ ଦେଖିଲା ତୋଳି ଚାଲିଲା। ଆଇ ସେତିକି ଥାଉ, ତାଙ୍କ ଫୁଲ ଗଛରୁ ସିଏ ପୁଣି ତାଙ୍କର ଫୁଲ ଠାକୁର ପୂଜା କରିବେ ନା ନାଇଁ। ଚାଲ 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 ସେତିକି ଥାଉ ସେତିକି ଥାଉ। ଏ ନେଇଗଲା। ସେପଟକୁ ନଈ ସେପଟକୁ ଛୁଆଙ୍କୁ ଆଣିବ। ବର୍ତ୍ତମାନ ଆମେ ଘରକୁ ଫେରୁଛୁ। ଅଧା ଅଧି ବାଟରେ ହେଇଗଲୁଣି, ଆଉ ଅଧା ବାଟ। ଲୋକ ସକାଳୁ ସକାଳୁ ଏମିତି ସେଣ୍ଟ ପକାଉଛନ୍ତି ଯେ ବାସ୍ନାରେ ଚଉଦିଗ ମହକିଗଲା। ଆଜି ସକାଳ ଜଳଖିଆ କ'ଣ ହବ? ଆଜି କ'ଣ ଖାଇଥିଲେ ସେ? ପରଟା ଆଳୁ ଭଜା? ନା ପରଟା ଆଜି ଆଜି ରୁଟି। କାଇଁ ମୁଁ କାଲି ସ୍ପେଶାଲ ଅଟା ନେଇକି ହେଇଛି। ସ୍ପେଶାଲ ଅଟା ନେଇକି ଆସିଲେ ତେଲ ସରିଯିବ ତ। ତେଲ ସରିଯିବ। ଏଠି ବସିବା? ହଁ ଏଠି ବସିକି ଯିବା ଆଉ। ହଲ୍ଟିଂ ଷ୍ଟେସନ୍ ଆଉ। ସିନେରୀ ବହୁତ ବଢ଼ିଆ ଆସୁଛି। ଆମ ହଲ୍ଟିଂ ଷ୍ଟେସନ୍। ଆମେ ଏବେ ଟିକେ ଆମ ହଲ୍ଟିଂ ଷ୍ଟେସନରେ ବସିଛୁ। କାନ୍ଥ ବାଡ଼ ସବୁ ଖୋଳିକି ଖାଲି ନିଜ ନାଁରେ ଲେଖି ପକଉଛନ୍ତି। ଆମର ପୁରୁଣା ଯେଉଁ ଆମର ଲୋକ ଥିଲେ ପୂର୍ବପୁରୁଷ, ସେମାନେ ମନ୍ଦିର ଗଢ଼େଇକି ସେଥିରେ ମୂର୍ତ୍ତି କରୁଥିଲେ। ଆଉ ବର୍ତ୍ତମାନ କଳାକାର ଟିକେ କମି ଯାଇଛନ୍ତି, ଆଉ ଅପଗ୍ରେଡ଼ ପ୍ରୋ ଲେବୁଲ୍ ହେଇଯାଇଛନ୍ତି। ଏମାନେ ଏବେ କ'ଣ କରୁଛନ୍ତି, କାନ୍ଥ ନ ଖୋଳିକିରି ଇଟା କଙ୍ଗାର ଫଙ୍ଗାର ଦେହରେ ଚିତ୍ରକଳା ତାଙ୍କର ଦେଖାଉଛନ୍ତି। ଯାହା ହଉ ଆମ କଳା ସଂସ୍କୃତିକୁ ବଞ୍ଚେଇ ରଖିଛନ୍ତି। କେଉଁଠି ଗୋଟେ ଖାଲି କାନ୍ଥ ଦେଖାଯାଉନି, ଭଲ ଲାଗୁନି। ସବୁଠି ନା ଯେଉଁଠି ଖାଲି ନା, ଖାଲି ବି ନା ନୁହଁ, ଯୋଡ଼ି ଜଉଳି ନା। ସିଏ ବି ଏମିତି କୋଡ଼ିଂ କଲେଣି ଯେ ମୁଁ କୋଡ଼ ବୁଝିବାକୁ ବି ଟାଇମ୍ ଲାଗିବ। କ'ଣ ଲେଖା ହେଇଛି ତୁମେ ତାକୁ ବୁଝିବାକୁ ପଡ଼ିବ। ଏତେ ବଢ଼ିଆ ଲାଗୁଛି। ଯାହା ଆଜି ଟିକେ ଥଣ୍ଡା ପବନ ବି ଦେଉଛି। ଖରାଦିନେ ଥଣ୍ଡା ପବନ ଦେଉଛି ସକାଳେ। ଆମେ ଯେଦିନ ହେଲାଣି ଚାଲିବାକୁ ଆସିଲୁଣି, ସେ ସକାଳେ ବି ଚାଲିଲେ ବି ଝାଳ ହୁଏ, ଗରମ ଲାଗେ। ଆଜି ଟିକେ ଥଣ୍ଡା ଲାଗୁଛି। ଚାଲ ଯିବା। ହଉ ଆମେ ଏବେ 3297। 10,000ଟା ହେଇପାରିଲା ନାହିଁ, 3297। ଆଉ ଘରେ ପହଞ୍ଚିଲେ 5,000 ହେଇଯିବ। ଆଉ ନେକ୍ସଟ ଦେଖିବା, ଆଉ 10,000 କରିବା ଆଉ। ଚାଲନ୍ତୁ ଏବେ ଆମେ ଯିବା। କାହିଁକିନା ପୁଣି ଘରେ ପହଞ୍ଚିଲେ କିଛି କାମ ଅଛି, ଝିଅକୁ ଉଠାଇବାକୁ ପଡ଼ିବ। ମହାରାଣୀ ଶୋଇଛନ୍ତି। ଆଉ ଭାବୁଛି ତା ସାଇକେଲଟା ଠିକ୍ କରିଦେବି, ତାକୁ ସିଏ ବି ସକାଳୁ ସାଇକେଲ ନେଇକି ଆସିବ। ସିଏ ଯଦି ଆସୁଛି, ଥରେ ଆସିଲା ଚାଲି ଚାଲି ପଳେଇଲା, ଆଉ ତାପରେ ଯେଉଁଦିନ ଆସୁଛି କାଖ ହେଇଯାଉଛି। ସେଥିପାଇଁକା ମୁଁ ତା ସାଇକେଲଟା ଠିକ୍ କରିଦେବି। ସିଏ ଏବେ ସାଇକେଲ ନେଇକି ଯିବ। ଟିକେ ସକାଳୁ ଟିକେ ଆକ୍ଟିଭ୍ ହେବ, ନହେଲେ କୁମ୍ଭକର୍ଣ୍ଣ ଶୋଉଛି ଉଠୁନାହିଁ। ତାକୁ ଟିକେ ହେଲା ଉଠାଇବାକୁ ପଡ଼ିବ। ସ୍କୁଲ ବି ଷ୍ଟାର୍ଟ, ଆଜି ତାର ଏକ୍ଜାମ୍ ଅଛି। ଆଉ ଆଜି ମଣ୍ଡେ, ଏକ୍ଜାମ୍ରୁ ଆସିଲେ ଟିକେ ମନ୍ଦିର ଯିବା। ଆଉ ମୁଁ ପୁଣି ଆପଣଙ୍କୁ ମନ୍ଦିରରେ ଭେଟ କରିବି। ଆଉ ମନ୍ଦିରରେ ଆଜି ଦେଖିବା ପରମହଂସ ମନ୍ଦିର, ଆମ ଘର ପାଖରେ ପ୍ରଭୁ ହଂସନାଥଙ୍କ ମନ୍ଦିର। ଆଉ ଆଜି ଦେଖିବା, ଦେଖାଯାଉ। ଆମେ ଏବେ ଘରକୁ ରିଟର୍ଣ୍ଣ। ଘର ବାହୁଡ଼ା ଦାଦନ ଖଟିବାକୁ ଯାଇଥିଲୁ ବୋଧେ 2 ଜଣ ଯାକ। ବିଲରେ କଟି କାଟିବାକୁ ଯାଇଥିଲି। ହଁ ହଁ, ଏବେ ଚାଷ ଟାଇମ୍, ଆମେ ହିଡ଼କତି କରିବାକୁ ଯାଇଥିଲୁ। ସମସ୍ତେ କୋଦାଳ ନେଇକି ଯାଆନ୍ତି, ଆମେ ସେଲ୍ଫି ଷ୍ଟିକ୍ ଆଉ ମୋବାଇଲ୍ ନେଇକି ଯାଇଥିଲୁ। ଅପଗ୍ରେଡ଼ ମୂଲିଆ ତ।
ଦେଖନ୍ତୁ ଆମେ ଆସି ଘରେ ପହଞ୍ଚି ଗଲୁଣି। ଆଉ ଏପର୍ଯ୍ୟନ୍ତ ଆମ ଗଧୁଣି ଶୋଇଛି ଉଠି ନାହିଁ। ଶ୍ରୀ ହୁଏ ଶ୍ରୀ ଉଠିବନି? ଓ ଆମେ ଯାଇ କେତେ ବାଟ ବୁଲିକି ଆସିଲୁଣି। ଓ ଆମ କୁନି ୟୁଟ୍ୟୁବର, ୟାର ବି ଗୋଟେ ଚ୍ୟାନେଲ୍ ଅଛି, ନଟକଟି ଶିବାଂଶୀ। ଆଉ ତା ଦେହରେ ଇଏ ତା ଦେହରେ ବହୁତ ତା ଦେହରେ ନଟଙ୍କି କରେ। ଟିକେ ତା ଚ୍ୟାନେଲ୍ ଦେଖିଦେବ। ଆଉ ଆମ ଚ୍ୟାନେଲ୍କୁ ଟିକେ ଦେଖିବେ, ଲାଇକ୍ ସେୟାର ସବସ୍କ୍ରାଇବ୍ ଟିକେ କରିଦେବେ। ବେଲ୍ ବଟନ୍ ତ ନିଶ୍ଚିତ ଟିକେ ଦବାଇ ଦେବେ। ଆମେ ଏମିତି ସବୁଦିନ କିଛି ଡେଲି ଲାଇଫ୍ର କିଛି ବ୍ଲଗ୍ସ ଆଣିବୁ। ବାପ ଓ ଓ କ'ଣ ମଶା? ମୁଁ କ'ଣ ତୋତେ କିଛି ଖାଇବାକୁ ଦେଲିଣି, ତୁ କ'ଣ କହୁଛୁ? ଆରେ ଆଜି ସୋମବାର, ଆଜି ଚାଲ ଉଠିବା, ସ୍କୁଲ ଯିବା, ତାପରେ ଆସିଲେ ମନ୍ଦିର ଯିବା। ଯିବାନି ମନ୍ଦିର? ନା ଆଜି ଟିକେ ଦିନରେ ଯିବା, ଆଉ ସନ୍ଧ୍ୟାବେଳେ ତ ଯିବା, ଆଜି ଦିନରେ ଯିବା। ତୁ ସ୍କୁଲରୁ ଆସେ ଯିବା, ଜଲ୍ଦି ଉଠିଯା। ଗାଧୋଇ ପାଧୋଇ ଆଜି କ'ଣ ଏକ୍ଜାମ୍ ଅଛି। କାଲି ଯେଉଁ ଦିଆ ହେଇଥିଲା ସବୁ କରିବା ପାଇଁକା, ମାମାର ମୋର ବସି କାଲି ରାତିରେ ସବୁ ବନେଇଛୁ। ଗଲା ଆଉ। ପାଠ ପଢ଼ିଲା ଲୋକ ଶୋଇବେ, ବାପା ମା' ପାଠ ପଢ଼ିବେ। ଏ ଯୁଗ ହେଲା।